ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ନବା। ଆଜି ଆମେ ଜାଣିବା ତିଥି ଅନୁଯାୟୀ ବର୍ଜନୀୟ ଖାଦ୍ୟ। କୋଉ ତିଥିରେ କୋଉ ଖାଦ୍ୟ ଖାଇବା କଥା ନୁହେଁ ଆକର୍ଡିଂ ଟୁ ଆଷ୍ଟ୍ରୋଲୋଜି। ତ ଆମେ ଏଇଟା ଲେସନ ଟା କାହିଁକି କରୁଛେ, ଏ ଲେସନ ଟା ଏଇଥିପାଇଁ କରୁଛେ ଯେ ଜାଣିବା ପାଇଁ ଯେ କୋଉ ତିଥିରେ ଆମକୁ କଣ କୋଉ ନ ଖାଇବା ଦ୍ଵାରା, ଦେଖନ୍ତୁ ଖାଇବା ଦ୍ଵାରା ହିଁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ ଏବଂ ଅନ୍ନମୟ କୋଷରେ ଯଦି ଆପଣ ଖାଇବାଟା ଶୁଦ୍ଧ ନିରାମିଷ ହେଲେ ମଧ୍ୟ ଯଦି କୌଣସି ତିଥିରେ କୌଣସି ଜିନିଷକୁ ଖିଆଯାଏ ତାର ବ୍ୟାଡ ଇମ୍ପାକ୍ଟ ବଡି ଉପରେ ପଡେ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମେ ଆଜି ଜାଣିବା କୋଉ ତିଥିରେ କୋଉ ଖାଦ୍ୟ ବର୍ଜନୀୟ, କୋଉ ତିଥିରେ କୋଉ ଖାଦ୍ୟ ଖାଇବା କଥା ନୁହେଁ। ଠିକ ଅଛି ନା? ହୁଁ। ଦେଖନ୍ତୁ ଆମର 15ଟା ତିଥି ରହିଛି, ସେମିତି ଦେଖିବାକୁ ଗଲେ 16ଟା ତିଥି। କଣ କଣ ନା ପ୍ରତିପଦା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ପୂର୍ଣ୍ଣିମା ଏବଂ ଅମାବାସ୍ୟା। ତ ଆମର ଜାଣିଛେ ଯେ ପ୍ରତ୍ୟେକ ମାସରେ ଦିଟା ପକ୍ଷ ରହିଛି, କୃଷ୍ଣ ପକ୍ଷ, ଶୁକ୍ଳ ପକ୍ଷ। କୃଷ୍ଣ ପକ୍ଷରେ ଚନ୍ଦ୍ରଙ୍କର ପରିମାଣ ହ୍ରାସ ହେଇ ହେଇଯାଏ, ଚନ୍ଦ୍ର ଛିଣ୍ଡି ଛିଣ୍ଡି ଯାଆନ୍ତି ଏବଂ ଶୁକ୍ଳ ପକ୍ଷରେ ଚନ୍ଦ୍ର ବଢି ବଢି ଯାଆନ୍ତି ଏବଂ ପୂର୍ଣ୍ଣିମା ଦିନ ପୂର୍ଣ୍ଣ ଚନ୍ଦ୍ର ହୁଏ ଏବଂ ଅମାବାସ୍ୟା ଦିନ ଅ କୌଣସି ଚନ୍ଦ୍ର ଆମକୁ ଦେଖିବାକୁ ମିଳିନଥାଏ। ତେଣୁ ପ୍ରତ୍ୟେକ ପକ୍ଷର ଯୋଉ ଦିଟାକ ପକ୍ଷ ଅଛି, କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ପାଇଁ ଏଇ ଜିନିଷ ପ୍ରଯୁଜ୍ୟ। ପ୍ରତିପଦାରେ ପାଣି କଖାରୁ ଖାଇବା କଥା ନୁହଁ। ପ୍ରତିପଦାରେ ପାଣି କଖାରୁ ଖାଇବ ନାହିଁ। ଦ୍ଵିତୀୟା ତିଥିରେ କଣ ଖାଇବ ନାହିଁ ନା ଭେଜି ବାଇଗଣ। ତୃତୀୟ ତିଥିରେ ପୋଟଳ ଖାଇବନି। ଚତୁର୍ଥୀରେ ମୂଳା ଖାଇବନି। ପଞ୍ଚମୀରେ ବେଲ ଓ ପଣସ ଖାଇବା ମନା। ଷଷ୍ଠୀରେ ନିମ୍ବ ଖାଇବ ନାହିଁ। ସପ୍ତମୀରେ ତାଳ ଖାଇବ ନାହିଁ। ଅଷ୍ଟମୀରେ ନଡିଆ ଖାଇବନି ଆଉ ଆମିଷ ଖାଇବନି। ନବମୀରେ ଲାଉ ଖାଇବନି। ଦଶମୀରେ କଳମ ଶାଗ ଖାଇବନି। ଏକାଦଶୀରେ ଶିମ୍ବ ଖାଇବନି ଆଉ ଆମିଷ ଖାଇବନି। ଦ୍ଵାଦଶୀରେ ପୋଇ ଖାଇବ ନାହିଁ ଆଉ ମସୁର ଡାଲି ଯୋଉ ଅଛି ସେଟା ଖାଇବନି। ତ୍ରୟୋଦଶୀରେ ବାଇଗଣ ଖାଇବନି ଏବଂ ଚତୁର୍ଦ୍ଦଶୀରେ ବିରି ଖାଇବ ନାହିଁ। ପୂର୍ଣ୍ଣିମା ଅମାବସ୍ୟାରେ, ପୂର୍ଣ୍ଣିମା ଅମାବସ୍ୟା ଆଉ ସଂକ୍ରାନ୍ତି ମଧ୍ୟ, ସଂକ୍ରାନ୍ତି ମାନେ ସୂର୍ଯ୍ୟ ଯୋଉ ଦିନ ତାଙ୍କର ରାଶି ଚେଞ୍ଜ କରନ୍ତି। ପୂର୍ଣ୍ଣିମା ଅମାବସ୍ୟା ସଂକ୍ରାନ୍ତିରେ କଣ ଖାଇବ ନାହିଁ ନା ଆମିଷ ଖାଇବନି ଓ ତେଲ ଖାଇବନି। ତେଣୁ ଇଏ ଥିଲା ଜ୍ୟୋତିଷ ଅନୁଯାୟୀ, ତିଥି ଅନୁଯାୟୀ ବର୍ଜନୀୟ ଖାଦ୍ୟ। ଏଇଟା
ରାଜବାବୁ ମୁଁ ରିକ୍ୱେଷ୍ଟ କରିବି ଏଇଟା ପଞ୍ଚାଙ୍ଗ ଭିତରେ ଏଇଟା ଏଇ ଭିଡିଓଟାକୁ ଆପଣ ଇନସର୍ଟ କରିଦେବେ। ହୁଁ। ପଞ୍ଚାଙ୍ଗ ସିରିଜ ଯୋଉଟା ଅଛି ପଞ୍ଚାଙ୍ଗ ସିରିଜ ଭିତରେ ଏଇଟାକୁ ଇନସର୍ଟ କରିଦେବେ। ତ ଏଇ ଯୋଉ ଜିନିଷ ଗୁଡା ଲେଖାଗଲା ଶାସ୍ତ୍ର ମତେ ଏଇ ତିଥିରେ ଆପଣ ମାନେ ଏଇ ଜିନିଷ ଗୁଡାକ ଖାଇବେ ନାହିଁ, ଏବଂ ଖାଇଲେ ଏଗୁଡାକ ଜେନେରାଲି ଦେହ ଖରାପର କାରଣ ହୁଏ। ଏବଂ ପୁରୁଣା ଶାସ୍ତ୍ର ମଧ୍ୟ ବିଭିନ୍ନ ସମୟରେ ଆମର ନିଦର୍ଶନ ପାଉ ଯେ ଏଇ ସବୁ ଜିନିଷ ଯଦି ଏଇ ତିଥିରେ ଖିଆଯାଏ ତାହେଲେ ଏଇଟା ଶାରୀରିକ ମାନସିକ ବ୍ୟାଡ ଇମ୍ପାକ୍ଟ ନେଗେଟିଭ ଇମ୍ପାକ୍ଟ ଆମ ଦେହ ଉପରେ ପଡେ। ତ ଆଜିର ସେସନରେ ଆମେ ଜାଣିଲେ ଯେ ପ୍ରତିପଦାରୁ ଆରମ୍ଭ କରି ସଂକ୍ରାନ୍ତି ପୂର୍ଣ୍ଣିମା ଅମାବାସ୍ୟା ରେ କଣ କଣ ଖାଇବ ନାହିଁ, ତିଥି ଅନୁଯାୟୀ କଣ କଣ ଖାଇବା ନିଷେଧ। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ଯୋଡି ହବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।